ହ୍ୟାଲୋ ଫ୍ରେଣ୍ଡ, କେମିତି ଅଛନ୍ତି? ମୁଁ ସମସ୍ତେ ଭଲରେ ଥିବେ ଆଉ ସମସ୍ତେ ଭଲରେ ହିଁ ଥାଆନ୍ତୁ, କାହିଁକି ନା ଆଜିକାଲି ତ ମାନେ ମଣିଷ ଜୀବନ କେତେବେଳେ ଚାଲିଯିବ ସେଟା ଆମେ କେହି କହିପାରିବେ ନାହିଁ। କେତେବେଳେ ଜ୍ୱର ହବ, କେତେବେଳେ କଣ ହବ ସେଟା ଆମେ କହିପାରିବେନି। ଆଉ ଦେଖନ୍ତୁ ପୁରା ଆଜି ମୁଁ କାଜୁ ଫିଲ୍ଡ ପାଖରୁ ମାନେ ଭିଡ଼ିଓ ଷ୍ଟାର୍ଟ କରିଛି। ଆଉ ଆଜି ଟିକେ ମାନେ ପାଗଟା ବହୁତ ଅଲଗା ପ୍ରକାର ହେଇଛି, ସେଥିପାଇଁ ମୁଁ ଭାବିଲି ଆପଣମାନଙ୍କୁ ମୁଁ ଆଜି ସେୟାର କରିଦିଏ। ମାନେ ଦେଖନ୍ତୁ ପୁରା ମାନେ ଆଜି ମେଘୁଆ କରିଛି, ପୁରା ମାନେ ବାଦଲ ପୁରା ମାନେ ବ୍ଲାକ୍ ହେଇଯାଇଛି, ମାନେ ବହୁତ ଅଲଗା ପ୍ରକାର ଫିଲିଙ୍ଗ ଆସିଛି। ଆଉ ଏପଟେ ମୁଁ ଟିକେ ଆସିକି ଗଲି ସେଥିପାଇଁ ବୁଲିବା ପାଇଁ। ଆଉ ପବନ ଟିକେ ଟିକେ ଦଉଛି, ଆଜି ବୋଧେ ବର୍ଷା ହେଇପାରେ। ଆଉ ଦେଖନ୍ତୁ ଫ୍ରେଣ୍ଡ, ମାନେ ଏଇଟା କାଜୁ ବି ଫୁଲ ହେଇଗଲାଣି। ମାନେ ଆମ୍ବ ଆଉ କାଜୁ ବୋଧେ ଏକା ସହିତ ମାନେ ଫଳ ହବ ବୋଧେ। ପୁରା ମାନେ ଏବେ ଆମ୍ବ ବି ଫୁଲ ଚାଲିଛି ବୋଲି ଦେଖନ୍ତୁ, କାଜୁ ଟା ବି ଫୁଲ ହେଇଛି ଦେଖନ୍ତୁ। ଜଣା ପଡୁଛି ଏଇଟା ଦେଖନ୍ତୁ, ମାନେ ବହୁତ ବଢିଆ। ମାନେ ଏକା ସହିତ ମାନେ ଆମ୍ବ କାଜୁ ହବାଟା ବହୁତ ବଢିଆ ଲାଗେ। ମାନେ ଆପଣ ମାନେ ଆମ୍ବ ବି ଖାଇବେ, କାଜୁ ବି ଖାଇବେ, ମାନେ ଫଳମୂଳ ଖାଇବା ପାଇଁ ବହୁତ ଭଲ ଲାଗେ। ଆଉ ଫ୍ରେଣ୍ଡ, ଆପଣ ମାନଙ୍କୁ ମାନେ ଭୋକ ଲାଗିଲେ ଆମ୍ବ ଖାଇବେ, ଆଉ ଶୋଷ ଲାଗିଲେ କାଜୁ ଚୋବେଇ ଦେବେ, ସେଇଟା ଆପଣଙ୍କ ମାନେ ପାଣି ଶୋଷ ସରିଯିବ। इसकी गारंटी मैं नहीं दे सकता। ମାନେ ଏଇଭଳିଆ ସବୁ ଫଳମୂଳ ଖାଇକିନା ମାନେ ଆମେ ମାନେ ବହୁତ ମାନେ ବଢିଆ ଲାଗେ ଖାଇବା ପାଇଁ ଏଇ ଫଳମୂଳ ଜିନିଷ ଗୁଡା। ଆଉ ଫ୍ରେଣ୍ଡ, ମେଘୁଆ ତ କରୁଛି, ମାନେ ବର୍ଷା ହେଲେ ବହୁତ ଭଲ ହୁଅନ୍ତା, କାହିଁକି ନା ମାନେ ଘାସ ସବୁ ମାନେ ମରିଗଲା। ଆଉ ଛେଳି ବଳଦ ମାନେ ତାଙ୍କ ଖାଇବା ପିଇବା ମାନେ ସେମାନଙ୍କୁ ମିଳୁନି, କାହିଁକି ନା ଘାସ ଦେଖନ୍ତୁ ମାନେ ପୁରା ଏବେ ଜଣା ପଡୁନି ପୁରା ଘାସ ଅଛି ନା ନାଇଁ କିଛି ଜଣା ପଡୁନି। ଆଉ ଏଇଭଳିଆ ମାନେ ଛେଳି ବଳଦ ସବୁ ମାନେ ହଇରାଣ ହଉଛନ୍ତି ବର୍ଷା ହେଲେ। ମାନେ ସବୁ ମାନେ ଘାସ ମାନେ ପାଲିବ, ପୁଣି ନୂଆ ମାନେ କଷି ଘାସ ପାଲିବ ଛେଳି ବଳଦ ଖାଇବା ପାଇଁ, ସେମାନଙ୍କୁ ଟିକେ ମାନେ ସୁବିଧା ହୁଅନ୍ତା। ଆଉ ଦେଖାଯାଉ ମାନେ ବର୍ଷା ହଉଛି କି ନାଇଁ। ମାନେ ବର୍ଷା ମେଘୁଆ ତ କରିଛି, ମାନେ ବର୍ଷା ହବ କି ନାଇଁ ସେଟା ତ ଉପର ବାଲା ଜାଣେ। ଆଉ ଦେଖିବା କେବେ ବର୍ଷା ହଉଛି, ଆମେ ତ ବର୍ଷା ଖୋଜୁଛୁ ହେଲେ ବର୍ଷା ତ ହେବା ଦରକାର ନା। ବର୍ଷା ତ ହଉନି, ଆଉ କଣ କରିବା। ଦେଖିବା ଯଦି ବର୍ଷା ହବ ହେଲେ ତୁ ଭଲ। ମାନେ ଆମ ମାନେ ବର୍ଷା ଟିକେ ହେଇଗଲା ମାନେ ଅଲଗା ପ୍ରକାର ଲାଗେ। ମାନେ ଯାହାନେ ଆପଣ ମାନେ ପନିପରିବା ଯାହାନେ ଚାଷ କରୁଥିବେ, ମାନେ ବର୍ଷା ହେଲେ ଭଲ ସେ ଗଛ ହବ, ଏଇଭଳିଆ ସବୁ ମାନେ ସୁବିଧା ହୁଅନ୍ତା। ମାନେ ବର୍ଷା ହେଲେ ମାନେ ଗୋଟେ ଲୋକଟା ଯଦି ମାନେ ଗୋଟେ ଗଛ ଯାହାନେ ଲଗେଇଛି, ତା ମାନେ ନିହାତି ଯତ୍ନ ଟିକେ ଦରକାର ନା। ମାନେ ସେ ମାନେ ପାଣି ଢାଳିବା ପାଇଁ ତାକୁ ଟିକେ ଅସୁବିଧା ହଉଥିବ। ସେଇଭଳିଆ ମାନେ ସେଗାରୁ ଟିକେ ତାକୁ ମୁକ୍ତି ମିଳନ୍ତା, ମାନେ ବର୍ଷା ହେଲେ ଉଦା ହେଲେ। ଆଉ ସେଭଳିଆ ମାନେ ଅଛି, ମାନେ ବର୍ଷା ହେଲେ ବହୁତ ସୁବିଧା ହବ। ଦେଖନ୍ତୁ